କାହିଁକି କହିଥାନ୍ତି ଯେ ତମେ ମାନେ ସିଲେକ୍ସନ୍ କୋଶ୍ଚିନ୍ ଦେଖି ଯାଅ। ସମସ୍ତେ କହିନଥାନ୍ତି ଟିକେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଖିଯାଅ, ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଟିକେ ଜାଣି ରଖ। କାହିଁକି କହିଥାନ୍ତି? କାହିଁକି ନା ଏକ୍ଜାମ୍ରେ ଇମ୍ପୋର୍ଟାଣ୍ଟ ଏବଂ ସିଲେକ୍ସନ୍ କୋଶ୍ଚିନ୍ ପଚାରିଥାଏ। ଠିକ୍ ଅଛି, ତ କ'ଣ ପଚାରିଥାଏ ଆମେ ସେଇଟା କେମିତି ଜାଣିବା? ତ ଯଦି ସିନା ଜଣେ ଆଗରୁ ଯେ ଜାଣିଥିବ ସେଇଟା ସିନା ସେ ଜଣେଇଲେ ଆମେ ଜାଣିବା। ଠିକ୍ ଅଛି, ତ କୋର୍ 8 ପିଲାମାନଙ୍କର କ'ଣ ଦେଇଛି? ଓଡ଼ିଆ ଅନର୍ସ ପିଲାମାନଙ୍କର କୋର୍ 8 କୋଶ୍ଚିନ୍ କେମିତି ଆସୁଛି, କ'ଣ ଆସୁଛି, କେଉଁଗୁଡ଼ା ବାରମ୍ବାର ଅଛି ତୁମ ପରୀକ୍ଷାରେ 2025ରେ କ'ଣ ଆସିବ। ତ ସେଇ ଯେଉଁ କ'ଣ ଆସିବ କ'ଣ ନାହିଁ ସେଇଟା ମୁଁ ଆଜି ତୁମକୁ ଫୁଲ୍ ଡିଟେଲ୍ସ ଜଣାଇବି। ତ କ'ଣ ଆସିବ ସେଇଟା ମଧ୍ୟ ମୁଁ ନୋଟ୍ କରି ରଖିଛି। ଦେଖ 15ଟି କୋଶ୍ଚିନ୍ ତୁମର ରଖିଛି, ଯେଉଁଟାକି ସିଲେକ୍ସନ୍ କୋଶ୍ଚିନ୍ ଏଇ ମଧ୍ୟ ପରୀକ୍ଷାରେ 2025ରେ ନିଶ୍ଚିନ୍ତ ଆସିବ। ତ ଏବେଠାରୁ ତୁମମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ନୋଟ୍ କରି ରଖ ତ କ'ଣ ଦେଇଛି। ଠିକ୍ ଅଛି, ତ ପ୍ରଥମେ ଦେଖ କ'ଣ ଦେଇଛି। ପ୍ରଥମେ ଦେଇଛି ଲୋକ ସଂସ୍କୃତିର ସ୍ୱରୂପ ଓ ବୈଶିଷ୍ଟ୍ୟ ଦର୍ଶାଅ। ଦେଖ ମୁଁ ସବୁବେଳେ କହୁଛି ସଂଜ୍ଞା ସ୍ୱରୂପ ପ୍ରକାର ଭେଦ, ଏଇ ତିନିଟା ସବୁବେଳେ ପଢ଼ିଥିବ। ଯାହା ବି ଯଦି ଦେଉଛି ଅଲଗା କିଛି ବି ତା ରିଲେଟିଭ୍ ପଚାରୁଛି ତ ତା ଦେହରେ ଲେଖିବ। କାହିଁକିନା ଯେହେତୁ ତୁମ ଲଙ୍ଗ କୋଶ୍ଚିନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଲଙ୍ଗ କୋଶ୍ଚିନ୍ କେହି ବି ହାତ ଯୋଡ଼ା କରିବ ନାହିଁ। ଠିକ୍ ଅଛି, ସିଲେକ୍ସନ୍ କୋଶ୍ଚିନ୍ ଏଇଟା ଭେରି ଇମ୍ପୋର୍ଟାଣ୍ଟ। ଯେତିକି 15ଟି କହିବି ସବୁ ଯାକ ନୋଟ୍ କରି ରଖିବ। ଠିକ୍ ଅଛି, କାହିଁକିନା ସବୁ ଯାକ ଇମ୍ପୋର୍ଟାଣ୍ଟ ହିଁ ରହିଛି। ଯେ ଏବେଠୁ ନ ରଖିବ ସେ ପରେ କ'ଣ ବୁଝିବ ଏକ୍ଜାମ୍ରେ। ତ ଦେଖ ତାପରେ କ'ଣ ଦେଲା, ସେକେଣ୍ଡ ଦେଲା କ'ଣ ଓଡ଼ିଆ ଲୋକ ସାହିତ୍ୟର ପ୍ରକାରଭେଦ ସମ୍ପର୍କରେ ସବିଶେଷ ଆଲୋଚନା କର। ଓଡ଼ିଆ ଲୋକ ସାହିତ୍ୟର ପ୍ରକାରଭେଦ ଯଦି ଜଣେ ପଢ଼ିଥିବ ଭଲ ଭାବରେ, ଆମର କ୍ଲାସ୍ କିଛିଟା ହେଇଛି। ଆଉ ଯେଉଁମାନେ ବି ବର୍ତ୍ତମାନ PDF ଡାଉନଲୋଡ଼ କରୁନାହାନ୍ତି, PDF ପାଇଁ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦିଆଯାଇଛି। ଡେସ୍କ୍ରିପ୍ସନ୍କୁ ଯିବ, ଓପନ୍ କରିବ ଟେଲିଗ୍ରାମରେ ଜଏନ୍ ହୋଇକି ସେଠି ତୁମେ କ'ଣ କରିବ ନା PDF ଡାଉନଲୋଡ଼ କରିପାରିବ। ଠିକ୍ ଅଛି, ତ ଦେଖ ତାପରେ ଦେଖ କ'ଣ ଦେଇଛି। ଲୋକଗୀତର ସଂଜ୍ଞା ଓ ସ୍ୱରୂପ ଦର୍ଶାଅ। ମୋଷ୍ଟ ଇମ୍ପୋର୍ଟାଣ୍ଟ, ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଠିକ୍ ଅଛି, ଲୋକ ଗୀତର ସଂଜ୍ଞା ଏବଂ ସ୍ୱରୂପ। ତ ସଂଜ୍ଞା ଏବଂ ସ୍ୱରୂପ ଭଲ ଭାବରେ ଦେଖି ଯାଇଥିବ, ଯାହାଫଳରେ କି ତୁମର ବାରମ୍ବାର କୋଶ୍ଚିନ୍ ଆସୁଛି। ତାପରେ ଦେଖ ଓଡ଼ିଆ ଲୋକଗୀତର ବିବିଧ ରୂପ ଉପରେ ଆଲୋକପାତ କର। ଓଡ଼ିଆ ଲୋକଗୀତ, ଓଡ଼ିଆ ଲୋକ ସାହିତ୍ୟ, ଓଡ଼ିଆ ଲୋକ କାହାଣୀ, ଯାହାକି ଏଇଗୁଡ଼ା ହିଁ ତୁମର ସବୁ ଆସୁଛି। ଆଉ ଏଇ କୋଶ୍ଚିନ୍ ହିଁ ଆସୁଛି ବାରମ୍ବାର, ଏଇଟା ହିଁ ପଚାରୁଛି। ତୁମେ ଯଦି ଏବେଠୁ ତୁମେ ଜାଣି ରଖିବ ନିଶ୍ଚିନ୍ତ ତୁମେ ଭଲ ରେଜଲ୍ଟ କରିବ। କାହିଁକିନା ଯେହେତୁ 7 ମାର୍କିଆ ଧର ରହିଥିବ, ତୁମେ ମାନେ ପଏଣ୍ଟ ଦେଇ ଲେଖିବ। ବାରମ୍ବାର ମୁଁ କହିଛି ସବୁବେଳେ ପଏଣ୍ଟ ଦେଇ ଲେଖିବାକୁ ଚେଷ୍ଟା କରିବ। ଠିକ୍ ଅଛି, ତାପରେ ଦେଖ କ'ଣ ଦେଲା ନା 5 ନମ୍ବର ଦେଲା ଲୋକ କାହାଣୀର ସ୍ୱରୂପ ଓ ବିଶେଷତ୍ୱ ବିଚାର କର। ଲୋକ କାହାଣୀର ସ୍ୱରୂପ ସେମ୍ ଜିନିଷ ଲୋକ କାହାଣୀ ଉପରେ ପଚାରୁଛି। ତୁମେ ସେଇ ଜିନିଷକୁ ଯଦି ତୁମେ ଭଲ ଭାବରେ ଟିକେ ଦେଖିକି ଯାଇଥିବ, ଯାହାଫଳରେ ତୁମେ ପ୍ରିପେୟାର ହେଇନ, ମୁଁ ବୁଝିପାରୁଛି। କିନ୍ତୁ ଏଇ ଯେଉଁ 8 ଦିନ ତୁମର ରହିଲା, ଏ 8 ଦିନ ମଧ୍ୟ ଟିକେ ପ୍ରିପେୟାର ହେଉ। ଯେଉଁ ଗୋଟେ ତୁମର ସପ୍ତାହ ଭଳିଆ ରହୁଛି, ଯାହାଫଳରେ ତୁମେ କ'ଣ ଏବେଠୁ ପ୍ରିପେୟାର ରଖ। କାହିଁକିନା ସେଥିପାଇଁ ତୁମକୁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଉଛି। ଆଉ PDF ମଧ୍ୟ ଅଲରେଡ଼ି ସେଣ୍ଡ ହୋଇସାରିଛି। ତୁମେ ଯିବ ଚେକ୍ କରିବ, PDF ଡାଉନଲୋଡ଼ କରିବ। ଏବଂ ଯାହା ବି ତୁମର ଯଦି ବି କିଛି PDF ଦରକାର ହେଉଛି ତ ଟେଲିଗ୍ରାମରେ ତୁମେ କହିପାରିବ। ସେଠି ମୁଁ କ'ଣ କରିବ କମେଣ୍ଟ କରିପାରିବ, ମୁଁ ତୁମକୁ PDF ଦେବାକୁ ଚେଷ୍ଟା କରିବି, ଯାହା ବି ଯେତିକି PDF ଅଛି। ଠିକ୍ ଅଛି, ତାପରେ ଦେଖ ଓଡ଼ିଆ ଲୋକ କାହାଣୀର ସାହିତ୍ୟିକ ମୂଲ୍ୟ ନିରୂପଣ। ଓଡ଼ିଆ ଲୋକ କାହାଣୀର ସାହିତ୍ୟିକ ମୂଲ୍ୟ, ଏ ବି ମଧ୍ୟ ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ତାପରେ 7 ନମ୍ବର ଦେଖ ଓଡ଼ିଆ ଲୋକ ନାଟକର ପ୍ରକାରଭେଦ। ଓଡ଼ିଆ ଲୋକ ନାଟକର ପ୍ରକାରଭେଦ କ'ଣ ତା ସମ୍ପର୍କରେ ଏଠି ଆଲୋଚନା, ମାନେ ଓଡ଼ିଆ ଲୋକ ନାଟକ ଉପରେ କ'ଣ ପ୍ରକାରଭେଦ ରହିଛି ତୁମେ ସେଠି ଲେଖିବ। ତାପରେ ଦେଖ 8 ନମ୍ବର ଦେଖ ଦଣ୍ଡ ନାଟର ସ୍ୱରୂପ ଓ ପ୍ରକାରଭେଦ ଉଲ୍ଲେଖ କର। ଦଣ୍ଡ ନାଟର ସ୍ୱରୂପ ଏବଂ ପ୍ରକାରଭେଦ ତୁମେ ଏଠି ଲେଖିବ। ତାପରେ ଦେଖ ଯେଉଁଟାକି ଭଲ କୋଶ୍ଚିନ୍ ଗୋଟେ ଦେଇଛି, ଦେଖ ଲୋକ କହିଲେ ତୁମେ କ'ଣ ବୁଝ। ଲୋକ କହିଲେ ତୁମେ କ'ଣ ବୁଝ, ଲୋକ ସାହିତ୍ୟର ସ୍ୱରୂପ ପ୍ରଦାନ କର। ଏଇଭଳିଆ ହିଁ କୋଶ୍ଚିନ୍ ଆସିବ। ଆଉ ଏଇଭଳିଆ କୋଶ୍ଚିନ୍ ତୁମେ କେମିତି ଆଟେଣ୍ଡ କରିବ ନା, ଯଦି ଜଣେ ପଢ଼ିଥିବ ତାହେଲେ ଆଟେଣ୍ଡ କରିପାରିବ, ଆଉ ଯଦି ଜଣେ ନ ପଢ଼ିଥିବ ସିଏ ମଧ୍ୟ ଆଟେଣ୍ଡ କରିପାରିବନି। କାହିଁକି କରିପାରିବ, ଯଦି ତୁମେ ଯଦି ପଏଣ୍ଟ ଦେଇ ଲେଖୁଛ, ତୁମେ ଯଦି ଭୁଲ ବି ଲେଖିଥିବ ସେଠି ତୁମ 7 ମାର୍କ ଜାଗାରେ ଧର ସେଠି ଅଛି 7 ମାର୍କ, 7 ମାର୍କ 4 ମାର୍କ ନିଶ୍ଚିନ୍ତ ତୁମକୁ ମିଳିବ। ଠିକ୍ ଅଛି, ତାପରେ ଦେଖ 10 ନମ୍ବର କୋଶ୍ଚିନ୍ କ'ଣ ଦେଇଛି, ଲୋକ ସଂସ୍କୃତି କହିଲେ କ'ଣ ବୁଝ। ଲୋକ ସଂସ୍କୃତି କହିଲେ କ'ଣ ବୁଝ। ତାପରେ କ'ଣ ଦେଲା ନା ଏହା ଲୋକ ସହିତ ଓ ଲୋକ ଚରିତ୍ରକୁ କିପରି ପ୍ରଭାବିତ କରୁଥାଏ, ତାହା ସେଠି ତୁମେ ଆଲୋକପାତ କରିବ ବା ଆଲୋଚନା କରିବ ବା ଲେଖିବ। ଠିକ୍ ଅଛି, ଏଇଭଳିଆ ହିଁ ତୁମର କୋଶ୍ଚିନ୍ ସବୁ ଆସିଥାଏ। ତାପରେ ଦେଖ 11 ନମ୍ବର ଓଡ଼ିଆ ଲୋକଗୀତର ସ୍ୱରୂପ ଓ ବୈଶିଷ୍ଟ୍ୟ ଆଲୋଚନା କର। ଓଡ଼ିଆ ଲୋକଗୀତର ସ୍ୱରୂପ ଆଉ ବୈଶିଷ୍ଟ୍ୟ ଏଠି ତୁମେ ଲେଖିବ।
ଏଇ ସବୁ କୋଶ୍ଚିନ୍ ଦେଖ, ଯାହା ମୁଁ କହୁଛି ଏବେଠୁ ସମସ୍ତେ ମନେ ରଖ, ନୋଟ୍ କରିକିନି ଏବେଠୁ ରଖ। ଠିକ୍ ଅଛି। ଓଡ଼ିଆ ଲୋକ କାହାଣୀର ସ୍ୱରୂପ ସମ୍ପର୍କରେ ଏକ ନୀତି ଦୀର୍ଘ ପ୍ରବନ୍ଧ ଲେଖ। ଠିକ୍ ଅଛି। ଓଡ଼ିଆ ଲୋକ କାହାଣୀର ସେମ୍ ଜିନିଷ ଦେଖ, ଓଡ଼ିଆ ଲୋକ କାହାଣୀର ସ୍ୱରୂପ, ତାର ବୈଶିଷ୍ଟ୍ୟ। ତମେ ଯଦି ଗୋଟେ ଜିନିଷ ଟିକେ ଭଲ ଭାବରେ ମନେ ରଖିବ, ସଂଜ୍ଞା, ସ୍ୱରୂପ, ପ୍ରକାର ଭେଦ, ଏଇ ତିନିଟା ଯିଏ ଭଲ କି ଟିକେ ଦେଖିକିନି ଆସିଥିବ, ସେ ଯେକୌଣସି କୋଶ୍ଚିନ୍ ବି ହଉ ଆଟେଣ୍ଡ କରିପାରିବ। ଠିକ୍ ଅଛି। କାହିଁକିନା ତା ରିଲେଟିଭ୍ ହେଇଥିବ, ସେଇ ଜିନିଷ ପକାଇଥିବ, ସେଇ ଜିନିଷ ତୁମେ ଏପଟ ସେପଟ ମଧ୍ୟ କରିକି ଲେଖିଲେ ଏକ୍ଜାମ୍ରେ କ୍ଲିଅର୍ ହେଇପାରେ। ଯେଉଁମାନେ ନ ପଢ଼ିଛ ଆଉ ଜଣେ ଭଲ ରେଜଲ୍ଟ କରିବାକୁ ଚାହୁଁଛ, ସେମାନେ ଟିକେ ଭଲ ଭାବରେ ଟିକେ ପ୍ରିପେୟାର ହେଇକିନା ଆସିବାକୁ ଚେଷ୍ଟା କରିବ। 13 ନମ୍ବର ଦେଖ, ଓଡ଼ିଆ ଲୋକ କାହାଣୀର ପ୍ରକାର ଭେଦ ଆଲୋଚନା କର। ଓଡ଼ିଆ ଲୋକ କାହାଣୀର ପ୍ରକାର ଭେଦ କ'ଣ, ସେଇଟା ତୁମେ ଲେଖିବ। ସେଇଟା ମଧ୍ୟ ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ତାପରେ ଦେଖ 14 ନମ୍ବର ଆସିଗଲା, ପାଲା ଓ ଦାସକାଠିଆ ମଧ୍ୟରେ ସମ୍ପର୍କ ନିର୍ଣ୍ଣୟ। ଏଇଟା ମଧ୍ୟ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ପାଲା ଆଉ ଦାସକାଠିଆ ମଧ୍ୟରେ ସମ୍ପର୍କ କ'ଣ, ସେଇଟା ତୁମେ ଲେଖିବ। ତାପରେ ଦେଖ, ତଥ୍ୟ ଲୀଳା ମଧ୍ୟରେ ଥିବା ସାଦୃଶ୍ୟ, ବୈଷ୍ଣବ, ଶ୍ୟାବଳୀ ଆଲୋଚନା କର। ଠିକ୍ ଅଛି। ସାଦୃଶ୍ୟ, ବୈଷ୍ଣବ ଆଉ ଶ୍ୟାବଳୀ, ଏଇ ସବୁ ତୁମେ ଲେଖିବ। ଠିକ୍ ଅଛି। ତ ଇଏ ଥିଲା ତୁମର 15ଟି କୋଶ୍ଚିନ୍, ଯେଉଁଟାକି ଭେରି ଭେରି ଇମ୍ପୋର୍ଟାଣ୍ଟ, ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ନିଶ୍ଚିନ୍ତ। ଏବଂ ଏଇଗୁଡ଼ା ସବୁ ତୁମେମାନେ ଦେଖିକି ଯାଇଥିବ। PDF ମଧ୍ୟ ଦିଆଯାଇଛି ତୁମକୁ, ଏଇଟା ଭଲ ଟିକେ ନୋଟ୍ କରିଦେବ। ଆକୁ ତୁମମାନେ ନୋଟ୍ କରି ରଖିଦେବ ଏବେଠୁ। ତୁମମାନେ ଏବେଠୁ ପଢ଼ାପଢ଼ି, ଯେଉଁମାନେ ଟୋଟାଲ୍ ନ ପଢ଼ିଛ, ନ ଦେଖିଛ, ତ ଏବେଠୁ ତୁମମାନେ ପଢ଼ାପଢ଼ି ଷ୍ଟାର୍ଟ କରିଦେବ। ଠିକ୍ ଅଛି। ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଆଗ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।